ମୁଁ ଡକ୍ଟର ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଆଉ ରିଟାୟର୍ଡ ମ୍ୟାନେଜମେଣ୍ଟ ଡାଇରେକ୍ଟର। ରିଟାୟରମେଣ୍ଟ ପରେ ମୁଁ ନୀଳାଦ୍ରି ବିହାର ମୋ ନିଜ ବାସଭବନରେ ରହୁଛି। ବର୍ତ୍ତମାନ ସମାଜର ସେବାରେ ଠପଠାରେ ଯେଉଁମାନେ ଆର୍ଥିକରେ ସ୍ୱଚ୍ଛଳତା ନୁହନ୍ତି ସେମାନଙ୍କୁ ନିଜର ମାନେ କର୍ମମୟ ଜୀବନର ଅନୁଭୂତିରୁ ଶିକ୍ଷା ବିନା ଅର୍ଥରେ ମୁଁ ପ୍ରଦାନ କରିଛି। ବର୍ତ୍ତମାନ ବି ସୁଧାନନ୍ଦ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ କମ୍ପ୍ୟୁଟର ସାଇନ୍ସରେ ମୁଁ ତାଙ୍କର ମେଣ୍ଟର ହେଇକି ଅଛି। ଏଇ ମାନେ ଆମେ ତ ଯାହା କରିଛୁ ଆମେ ଅନ୍ୟମାନଙ୍କୁ ଯୋଉମାନେ ଶୋଇଛନ୍ତି ସେମାନଙ୍କୁ ଆମେ ଜାଗ୍ରତ କରୁଛୁ। ଆଉ ଆମେ ଯୋଉ ବିଭୂତି ମାନେ ଅଛନ୍ତି ଯୋଉମାନେ ମାନ୍ୟଗଣ୍ୟ ମାନେ ଯୋଉମାନେ ସେମାନଙ୍କର ଅବସର ସମୟର ମାନେ ସମ୍ପଦକୁ ଏଠାରେ ବିନିଯୋଗ କରିଛନ୍ତି, ଆମେ ସେଇ ଜିନିଷଟାକୁ କେମିତି ଆଗାମୀ ପିଢ଼ିରେ ପ୍ରକୃତରେ ତାକୁ ବିନିଯୋଗ କରିବା ସେଥିପାଇଁ ପ୍ରେରଣା ଦଉଛୁ। ଆମ ଅଞ୍ଚଳର ବିକାଶ ନିମନ୍ତେ ଆମେ ସମସ୍ତଙ୍କ ପାଖରେ ଯାଇକି ପହଞ୍ଚି ପାରୁଛୁ। ସେଇଟା ହଉଛି ଆମ ପରିଷଦର 13ତମ ବାର୍ଷିକ ଉତ୍ସବ ପାଳିତ ହେଉଛି ଭୁବନେଶ୍ୱରରେ, ଯେଉଁଠାରେ ଚିଲିକା କୁଳିଆ ବାଲୁଗାଁ ଟାଙ୍ଗୀ କୁହୁଡ଼ି ଅଞ୍ଚଳର ବହୁତ ବୁଦ୍ଧିଜୀବୀ ଏକତ୍ରିତ ହେଇକରି କେମିତି ଆମ ଚିଲିକା ପର୍ଯ୍ୟଟନର ଚିଲିକା ସାଇଟରେ ଥିବା ଚିଲିକା କେମିତି ବିକଶିତ ହେବ ଏବଂ ପୃଥିବୀର ପର୍ଯ୍ୟଟନକୁ ଆକୃଷ୍ଟ କରିବ। 10 ଲକ୍ଷରୁ ଅଧିକ ପକ୍ଷୀ ଚିଲିକାକୁ ପରିବ୍ରାଜକ ଭାବରେ ଆସନ୍ତି। ଯଦି ଏତେ ପ୍ରକାର ପକ୍ଷୀ ଆସୁଛନ୍ତି ତାହେଲେ ବିଶ୍ୱ ପର୍ଯ୍ୟଟନକୁ ଆକୃଷ୍ଟ କରିବା ପାଇଁ କ'ଣ କରାଯିବା ଉଚିତ? ଚିଲିକା କୁଳିଆଙ୍କର ଜୀବନଧାରା କେମିତି ପ୍ରଗତିଶୀଳ ହେବ? ଯେଉଁମାନେ ଚିଲିକାକୁ ନେଇକି ବଞ୍ଚନ୍ତି ସେମାନଙ୍କର ଜୀବନ ଶୈଳୀ କେମିତି ସୁନ୍ଦର ହେଇପାରିବ ଏ ବିଷୟରେ ବହୁତ ସୁନ୍ଦର ମାନସ ମନ୍ଥନ ହେଲା। ଚିଲିକାକୁ ଗଢ଼ିଦେବା ଯାହା ଚିଲିକା କୂଳରେ ଚିଲିକାର ମାନ୍ୟବର ବିଧାୟକ ଏବଂ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହୋଦୟ ତାକୁ ନେଇକରି କଳିଯୁଗେଶ୍ୱର ଜଗନ୍ନାଥଙ୍କ କାଙ୍କଣ ଶିକରି ଏବଂ ପକ୍ଷୀ ପରିବ୍ରାଜନ ଥଳ ମଙ୍ଗଳା ଯୋଡ଼ିକୁ ନେଇକରି ଏକ ମାଷ୍ଟର ପ୍ଲାନ କରୁଛନ୍ତି ଏପଟେ, ଏବଂ ସେପଟେ ଆପଣଙ୍କର ଭାବକୁଣ୍ଡଳେଶ୍ୱର ମାଣିକପାଟଣା ଐତିହାସିକ ସ୍ଥାନ ଏବଂ ଆପଣଙ୍କର ସାତପଡ଼ା ଏସବୁକୁ ନେଇକରି ସବୁ ଯେମିତି ସଂରକ୍ଷିତ ରହିବ। ସବୁକୁ ନେଇ ଚିଲିକା ହସୁଥିବ, ଚିଲିକା କୁଳିଆ ହସୁଥିବେ ଏବଂ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ସାମାଜିକ ଦୃଷ୍ଟିରୁ ଏବଂ ଭାବନା ଦୃଷ୍ଟିରୁ ବୈଶ୍ୱିକ ବିଶ୍ୱର ଶୀର୍ଷକ ପାଲୁଥିବ। ମୁଁ ହେଉଛି ସୁଶୀଳ କୁମାର ନନ୍ଦ, ସାଧାରଣ ସମ୍ପାଦକ ଚିଲିକା ଆଞ୍ଚଳିକ ବିକାଶ ପରିଷଦ। ଏ ପରିଷଦ 2011 ମସିହାରେ ସ୍ଥାପନା ହେଇଥିଲା। 13-14ରେ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଅଛି। ସେଇଦିନ ଠାରୁ ପ୍ରତିବର୍ଷ ଆମେ ବାର୍ଷିକ ସାଧାରଣ ଅଧିବେଶନ କରୁ, ମଝିରେ ମଝିରେ ମଧ୍ୟ ଆଲୋଚନା ଚକ୍ର କିଛି କରୁ। ଆଜି ବି ରଖିଥିଲୁ ଚିଲିକା ବିକାଶ ସୁରକ୍ଷା ଉପରେ ଆଲୋଚନା ଚକ୍ର। ସେ ଅନୁସାରେ ଆଜି ତ୍ରୟୋଦଶ ଅଧିବେଶନ ଚାଲୁଅଛି। ଆମେ ପ୍ରକୃତରେ ଚିଲିକାର କିଛି ଗୋଟେ ବିକାଶ କରିବା ପାଇଁ ଆମର ଆଭିମୁଖ୍ୟ ନୁହେଁ। ଆମେ ଚିଲିକା ଅଞ୍ଚଳର ସବୁ ବାବୁମାନେ ଯେଉଁମାନେ ଏଠି ରହିଛନ୍ତି ଭୁବନେଶ୍ୱର ମହାନଗର ନିଗମରେ ତାଙ୍କ ଭିତରେ ଭାଇଚାରା ପାଇଁ ଉଦ୍ଦିଷ୍ଟ। ତଥାପି କିଛି ଖାଲି ବସିବା ଅପେକ୍ଷା କିଛି ଗୋଟେ ଆଲୋଚନା କରି ଚିଲିକାର କେମିତି ବିକାଶ ହେବ ସେଥିପାଇଁ ଆମେ ଚିଲିକାର ବିକାଶ ପାଇଁ ଗୋଟେ ଆଲୋଚନା ଚକ୍ର ଆଜି ରଖିଥିଲୁ। ତା ଦେହରେ ଆମେ କେତେଜଣ ପରିବେଶବିତ୍ ଡକ୍ଟର ନୀଳଲୋହିତ ହରିଚନ୍ଦନ, ଡକ୍ଟର ଦେବାଶିଷ ମହାପାତ୍ର, ଅକ୍ଷୟ ବିଶ୍ୱାଳ ଆଉ ଶଶାଙ୍କ ଚୂଡ଼ାମଣି ଯେ ବର୍ତ୍ତମାନ ମୁଖ୍ୟ ବକ୍ତା, ଆଉ ଏପରିକି ମୁଖ୍ୟ ଅତିଥି ଡକ୍ଟର ଅର୍ଚ୍ଚନା ନାୟକ, ସିଏ ବି ବାଲୁଗାଁ ଅଞ୍ଚଳର ଝିଅ, ତେଣୁ ସେ ମଧ୍ୟ କିଛି ସେ ବିଷୟରେ ତାଙ୍କର ବକ୍ତବ୍ୟ ରଖିବେ।